ରାଜ୍ୟରେ ଦିନକୁ ଦିନ ଅସମ୍ଭାଳ ହେଉଛି ତାତି। ଝାରସୁଗୁଡ଼ା 45.4 ଡିଗ୍ରୀ ସହ ରାଜ୍ୟ ତଥା ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଟିଟିଲାଗଡ଼ 44 ଡିଗ୍ରୀ ରହିଛି ଏବଂ ଅନୁଗୁଳରେ 42.9, ବାରିପଦା 40.2, ସୁନ୍ଦରଗଡ଼ ଓ ହୀରାକୁଦରେ 43.4, ସମ୍ବଲପୁର ଓ ବୌଦ୍ଧରେ 43.8, ତାଳଚେରରେ 42.2, ଭବାନୀପାଟଣା 42.5, ବଲାଙ୍ଗୀର 43.7, ସୁବର୍ଣ୍ଣପୁର 43.2, ପାରଳାଖେମୁଣ୍ଡି 41, ବରଗଡ଼ 42.2, ନୂଆପଡ଼ା 42, ରାଉରକେଲା 42.4, ଭୁବନେଶ୍ୱର ଏବଂ କଟକରେ 37.6 ଡିଗ୍ରୀ ଥିବାବେଳେ ଜନସାଧାରଣଙ୍କୁ ଏସ୍ଆର୍ସି କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଶ୍ରୀନଗରର ପହଲଗାଁଓ ଆକ୍ରମଣରେ ଆତଙ୍କବାଦୀମାନେ AK-47 ଓ ଆମେରିକା ନିର୍ମିତ ଅତ୍ୟାଧୁନିକ M4 କାର୍ବାଇନ୍ ରାଇଫଲ ବ୍ୟବହାର କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏହି ଆକ୍ରମଣରେ ଆତଙ୍କବାଦୀମାନେ ମୋଟ 70 ରାଉଣ୍ଡ ଗୁଳି ଫୁଟାଇଥିବା ବେଳେ ଆକ୍ରମଣରୁ ବର୍ତ୍ତି ଯାଇଥିବା କେତେକ ପର୍ଯ୍ୟଟକ ଏହି ଭୟାବହ ଆକ୍ରମଣ ସମ୍ପର୍କରେ ସେମାନଙ୍କର ସ୍ମୃତି ବଖାଣିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳା ବାଲି ମୁଣ୍ଡଳି ଛକ ନିକଟରେ ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କଠାରୁ ଲୁଟ୍। 4 ଜଣ ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ପ୍ରାୟ 30 ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ୍ କରିଥିବା ନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ଢେଙ୍କାନାଳ ଜିଲ୍ଲା ସଦର ଥାନା ମଙ୍ଗଳପୁର ନିକଟରେ କୁଖ୍ୟାତ ଅପରାଧୀ ଦେବାଶିଷ ବେହେରାକୁ ପୋଲିସର ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଆହତ ହୋଇ କଟକ ମେଡିକାଲରେ ଭର୍ତ୍ତି ଥିବା ବେଳେ ତାଙ୍କ ନାଁରେ 20ରୁ ଅଧିକ ଅପରାଧିକ ମାମଲା ଥିବା ସୂଚନା ଏବଂ ସେ କିଙ୍ଗ ଅଫ୍ ଫରେଷ୍ଟ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଥିଲା। କେନ୍ଦୁଝର ସାଇବର ପୋଲିସ 2 ଜଣ ସାଇବର ଠକକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 3ଟି ମୋବାଇଲ ଫୋନ, ବିଭିନ୍ନ ବ୍ୟାଙ୍କର ପାସବୁକ୍, ଚେକବୁକ୍ ଓ ATM କାର୍ଡ ଜବତ କରିଛି ଏବଂ ଗିରଫ 2 ଅଭିଯୁକ୍ତ ହେଲେ ଭୁବନେଶ୍ୱର ଲୁମ୍ବିନି ବିହାରର ବିଶ୍ୱ ପ୍ରକାଶ ମହାପାତ୍ର ଓ ଚୌଦ୍ୱାରର ସ୍ନେହାଶିଷ ବଳ। ପୁରୀ ଜିଲ୍ଲା ପିପିଲି ଥାନା କୌଶଲ୍ୟା ଗଙ୍ଗଫାଣ୍ଡି ଅନ୍ତର୍ଗତ ପୁବା ଶାସନ ଗ୍ରାମର ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ। ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ ବିଭିନ୍ନ ସ୍ଥାନର CCTV ଫୁଟେଜକୁ ଯାଞ୍ଚ କରି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧୀନ ମା ଉଜ୍ଜଳେଶ୍ୱରୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବୋଲର। ଏଥିରେ ଚାଳକ ସମେତ 10 ଜଣ ଆହତ ହୋଇଥିବା ବେଳେ ସମସ୍ତ ଭୁବନେଶ୍ୱରରୁ ବୋଲର ଯୋଗେ ଚନ୍ଦ୍ରଗିରିକି ଫେରୁଥିଲେ ଏବଂ ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଭଦ୍ରକ ମେଡିକାଲରେ ଲିଫ୍ଟରେ ଫସି ଜଣେ ରୋଗୀଙ୍କର ମୃତ୍ୟୁ। ମୃତ ରୋଗୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ନରସିଂହପୁରର ମିନତି ପରିଡ଼ା ହୋଇଥିବା ବେଳେ ସେ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି ଥିଲେ ଏବଂ ଏହି ଘଟଣା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି।
ଆଜି ସାରା ଦେଶରେ ପାଳନ ହେବ ଜାତୀୟ ପଞ୍ଚାୟତିରାଜ ଦିବସ। ଏହି ଅବସରରେ ପୁରୀରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସାହିତ୍ୟ ଓ ସଂସ୍କୃତ ତଥା କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅତିଥି ଭାବେ ସାମିଲ ହୋଇ ରାସନ କାର୍ଡ ଓ ସୁଭଦ୍ରା ସହାୟତା ବଣ୍ଟନ କରିବେ। Preview. ଏବଂ ବୌଦ୍ଧ ପୁରୁଣା କଟକ ଥାନା 57 ନମ୍ବର ଜାତୀୟ ରାଜପଥ ଦିଗିସିରା ନିକଟରେ କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ କାର ଡ୍ରାଇଭର ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର ହୋଇଛି ଏବଂ ପୁରୁଣା କଟକ ଥାନା ପୋଲିସର ତଦନ୍ତ ଜାରି ରହିଛି। Preview.